ଆରେ ଯା, ଆଜି ଦିନଟା ମୋର ମାରା ହେଲା। ମଣିଷ ଏବେ କ'ଣ ଯେ କରିବ? ସକାଳୁ ସକାଳୁ ଏମିତିଆ ଲୋକର ମୁହଁ ଦେଖିବାର ଥିଲା, ସବୁ ଛାଡ଼ିଥିଲା। ଆରେ ତମେ ଏମିତି ରାଗ କର କର କାହା ଉପରେ ଯେ? ଯା ଯା, ତାକୁ ଆଗ କହିଦିଏ ମୋ ଆଖି ସାମ୍ନାରେ ସେ ଚାଲିଯାଉ। ମଣିଷ ଗୋଟେ ଅନୁକୂଳରେ ବାହାରିଥିଲା, ସବୁ ବିଗିଡ଼ିଗଲା। ସାଆନ୍ତାଣୀ ମା ଧଡ଼ପଡ଼ ବାଜି ଦାଣ୍ଡରେ ଆସି ଦେଖନ୍ତି ତ ହାତ ଯୋଡ଼ି ଛିଡ଼ା ହେଇଛି ରମା ବୋଉ। ଆଲୋ ମାଉସୀ, ତୁ କେତେବେଳେ ଆସିଲୁ? ଏଇ ନିମିଷ ହବ। ଛାଡ଼, ତାଙ୍କ କଥା ଧରିବୁନି। ଜାଣିଛୁ ତ ସିଏ କେମିତିଆ ଲୋକ। ନାଇଁ ମୋ ମା, ଆମେ ହେଲୁ ଖଟିଖିଆ ଲୋକ, କଥାକୁ ଧରିଲେ ହବ କି? ତା ଛଡ଼ା ତମେ ତ ଜାଣିଛ, ମରଦ ମୋର ହାତ ଛାଡ଼ି ଗଲାଠୁ କେତେ ନିନ୍ଦା। ମୁଁ କୁଆଡ଼େ ଅମଙ୍ଗଳିଟା, ମୋ ମୁହଁ ଚାହିଁଲେ ଅଶୁଭ। ତମେ କହିଲ ସାଆନ୍ତାଣୀ, ଦୈବ ସିନା ଦାଉସେ ଥିଲା, ମୋର କି ଦୋଷ ଯେ? କଥା କେଇ ପଦ ଶୁଣି ମା ସାଆନ୍ତାଣୀ ଅଟକି ଗଲେ ସେଇଠି। ଆଖିରେ ଲୁହ ଚକେଇ ଆସୁଥିଲା। ସତ କଥା ଲୁଚେଇକି କହିଲେ, ଆଲୋ ମାଉସୀ, ଛାଡ଼ ସେ କଥା। କାହିଁ ଆସିଥିଲୁ? କ'ଣ କାମ ଥିଲା କି? ଏଇ 3 ଓଳି ହବ ମକରାର ମୋର ତଳପଟ ବିଲ ବାଛିଥିଲୁ। କାଲି ସଞ୍ଜ ବୁଡ଼େ ଆସି ତା ପଇସା ନେଇଯାଇଛି। ମୋ ଟଙ୍କାଟା ଟିକେ ମୋତେ ଦେଇଦେଲେ ଭଲ ହୁଅନ୍ତା। ହଉ, ମୁଁ ତାଙ୍କୁ କହିଦେଉଛି। ମାଉସୀ ଅପେକ୍ଷାରେ ଥାଏ। ଭାବିଲା ସାଆନ୍ତାଣୀ ଟଙ୍କା ଧରିକି ଆସିବେ, ହେଲେ ସେମିତି କିଛି ଘଟିଲାନି। ଭିତରୁ ଉତ୍ତର ଆସିଲା, ସେ ପୁଅ ପାଇଁ ଝିଅ ଦେଖି ବାହାରିଛନ୍ତି। କହିଲେ ସଞ୍ଜ ବୁଡ଼କୁ ଆ, ନହେଲେ କାମ ସବୁ ସରିଗଲେ ସବୁତକ ଦେଇଦେବେ। ଏତକ ଶୁଣିକି ଆଖିରୁ ଠକ୍ ଠକ୍ ଲୁହ ଗଡ଼ିଗଲା। କଥାରେ ନାହିଁ, ସରଗକୁ ନିଶୁଣି ନାହିଁ, କି ବଡ଼ ଲୋକଙ୍କୁ ଉତ୍ତର ନାହିଁ। ମନ କଥା ମନରେ ରଖି ମାଉସୀ ଦୁଃଖରେ ଘର ବାହୁଡ଼ି ହେଲା। ସତରେ କ'ଣ ମୋ ଆଶା ଆଶାରେ ରହିଯିବ? ଦେଖିଥିବା ସ୍ୱପ୍ନ ସବୁତକ ମରୁଡ଼ିଯିବ। କ'ଣ ଭାବିକି କାନ୍ଦୁଥାଏ, ସେ କଥା କେବଳ ସେ ହିଁ ଜାଣେ। ପାଖରେ ଆଡ଼ ହୋଇ ବଳଦ ଗାଡ଼ିରେ ସାଆନ୍ତେ ବାହାରିଗଲେ ଝିଅ ଦେଖିବା ପାଇଁ। ହେଲେ ପଛପଟେ ଧାଇଁଥାନ୍ତି ମା ସାଆନ୍ତାଣୀ। ମାଉସୀ ଲୋ, ଏତକ ରଖିଥା, କାମ ଚଳେଇ ନେ, ବାକି କଥା ସିଏ ବୁଝିବେ। ହଁ, ତାଙ୍କୁ ଯେମିତି ନ କହୁ, ନହେଲେ ରାଗିବେ ଯେ। ହାତରେ ବଢ଼େଇ ଦେଇ ସାଆନ୍ତାଣୀ ମା ନିମିଷକ ଭିତରେ କୁଆଡ଼େ ଯେ ଉଭେଇ ଗଲେ, ସେ କଥା କେହି ଜାଣନ୍ତିନି। ମାଉସୀ ଗଣିକି ଦେଖେ ତ 5ଟା 10 ଟଙ୍କିଆ। ଟଙ୍କା ତକ ଜାବୁଡ଼ି ଧରି ବହେ କାନ୍ଦିଲା। ସତରେ ଜଗା, ଏ ଦୁନିଆରେ ଏମିତି ଭଲ ଲୋକ ଅଛନ୍ତି? ଏ ଆଖି କେବେ ଦେଖିନଥିଲା ମୁଁ। ଯାହା ହେଉ, ଗରିବର ଦୁଃଖ ବୁଝିଲା ବାଲା କିଏ ତ ଅଛି। ଜାଣିଛୁ, ବୋଧହୁଏ ସିଏ ମୋ ମନ କଥା ଜାଣିନେଲେ, ସେଇଥିପାଇଁ ତ ଏତେ ଦରଦ ନା। ହେଲେ ମୋ ପାଖରେ ଦେବାକୁ କିଛି ବି ନାହିଁ। ପାରୁଛୁ ଯଦି ମୋ ଆୟୁଷ ତକ ତାଙ୍କୁ ଦେଇଦେ। ଜାଣିଛୁ, ଭାରି ଭଲ ପାଆନ୍ତି ମୋତେ ସିଏ। ଦିନେ ଦିନେ ଭୋକ ଉପାସରେ ଆସିଥାଏ କାମକୁ, ଲୁଚେଇକି ଖାଇବା ଦିଅନ୍ତି। ଟଙ୍କା ତକ ଗଣିକି କାନିରେ ବାନ୍ଧିଲା ସିନା, ହେଲେ ସେତକ କୋଉଠିକି ପାଇବ ଯେ? ଘରେ ପହଞ୍ଚିବା କ୍ଷଣି ରମା 10 ଟଙ୍କା ମାଗିନେଲା, ଏଇ ଦୋକାନରେ ବାକିଆ ବାବଦକୁ। ଏପଟେ ସନା ବୋଉ ଆସି ପହଞ୍ଚି କହୁଥାଏ, ବୁଝିଲୁ, ସମସ୍ତେ ସଅଳ ଯାଇ ସାନ ଗାଁ ବସ୍ ଧରିବା, ନହେଲେ ଗାଡ଼ି ମିଳିବନି ଆଉ। କାମ ତକ ସବୁ ସଅଳ ସାରିଦିଏ। ହଁ, ସେତେବେଳେ ସମୟ ହିଁ ସେମିତିକା। ଏପଟେ ଟଙ୍କାର ଅଭାବକୁ ସେପଟେ ଗାଡ଼ି। ଏବେ ସିନା ଘଡ଼ିକୁ ଘଡ଼ି ଗାଡ଼ି, ଥରେ ଗାଡ଼ି ଛାଡ଼ିଲେ ଆର ଦିନକୁ। ହେଲେ ଏପଟେ ମନଟା ଯେ କାଳିଆକୁ ଦେଖିବା ପାଇଁ ଆଉଟୁ ପାଉଟୁ, ସେ କଥା ବୁଝୁଛି କିଏ ଯେ? କଥା କ'ଣ କି, ଏଇ ଗଲା ଶୁଣ, ଗାଁ ଲୋକ ସବୁ ଶ୍ରୀକ୍ଷେତ୍ର ବାହାରିଥିଲେ। ରମା ବି କାନ୍ଦିଲା। ମାଉସୀ ଭାରି ମନ କରିଥିଲା, ହେଲେ ହବ କ'ଣ? ହୀନ କପାଳି ହାତରେ ଟଙ୍କା ନଥିଲା। ଯେଉଁ ଘରେ ଚୁରି ଲାଗିବା ପାଇଁ ଗୋଟେ ଓଳିକୁ ଅପେକ୍ଷା, ଟଙ୍କା ପାଇବ କୁଆଡ଼ୁ ଯେ? ଯେଝା ବାଟରେ ଗାଡ଼ି ଧରି ଚାଲିଗଲେ। ବିଚରା ମହାଜନଙ୍କ ପାଖରେ ନେହୁରା ହେଲା। କାହିଁକି ନା ତାଙ୍କ ପରିବାରଟା ବି ବାହାରିଥିଲେ ଶ୍ରୀକ୍ଷେତ୍ର ଯିବା ପାଇଁ। ହେଲେ ସେ ସଫା ମନା କରିଦେଲେ, ତୁଟା ଅମଙ୍ଗଳିଟା, ତୋ ମୁହଁ ଚାହିଁଲେ ଅଶୁଭ, ତୁ ପୁଣି ସାଙ୍ଗରେ ଯିବୁ। କଥାଟା ଭାରି ବାଜିଥିଲା। ରମା କିନ୍ତୁ ବୁଝେଇ ଦେଇ କହିଥିଲା, ବୋଉଲ, ସିଏ ପରା ମନୁଆ ଠାକୁର। ଯଦି ତାର ମନ ହେଇନି, ଆମେ ଯେତେ ମନ ଦୁଃଖ କଲେ କ'ଣ ହେବ ଯେ? ମନ ଦୁଃଖ କରନି, ଆଜି ବି ସେଇ ସମୟ ପହଞ୍ଚିଛି। ହେଲେ ଟଙ୍କା ହେଇପାରୁନି, ସାଙ୍ଗରେ ଛୁଆଟା। ଇଚ୍ଛା ହେଉଥାଏ ମନା କରିଦେବି, ପୁଣି ଛୁଆଟା ଯଦି ଜିଦି ଧରିବ, ଯାହା ହଉ ପଛେ ମୋ କାଳିଆ ଅଛି। ଅବଢ଼ା ସିନା ଖାଇପାରିବିନି, ହେଲେ ତାକୁ ଟିକେ ଆଖି ପୁରେଇ ଦେଖିପାରିବି ତ।
ଆଗ ପଛ କିଛି ଚିନ୍ତା ନ କରି 2 ଜଣ ସେଦିନ ବାହାରି ପଡ଼ିଥିଲେ ଶ୍ରୀକ୍ଷେତ୍ର। ଯାହା ହଉ ଝରକା ପାଖ ସିଟ୍ଟା ବି ମିଳିଥାଏ। ମାଉସୀ ମନ ଦୁଃଖରେ ବସିଥାଏ। ଆଖିରେ ଲୁହତକ ଜକେଇ ଆସୁଥାଏ। ସାଇତି ରଖିଥିବା ଦୁଃଖ ଗୁଡ଼ାକ ଯେମିତି ଧୀରେ ଧୀରେ ଘୋଳୁଥାଏ। ରମା କିନ୍ତୁ ଧୀର ସ୍ୱରରେ କହିଲା, ବୋଉଲ, ତାକୁ କିଛି କହିବୁନି। ତାକୁ ଟିକେ ଆଖି ପୁରେଇ ଦେଖିବୁ। ପାରିବ ଯଦି ଚୁପଚାପ କଥା ହବ। ଆଲୋ, କୋଉ କଥା କି? ଏଇ ଆମ ଦୁଃଖ ଆଉ ଅଭାବ କଥା। ତୋର ଯେମିତିକା ମନ ନା, କହୁ କହୁ କାନ୍ଦିକି ସବୁ କହିଯିବୁ। ଆଲୋ, କାହିଁକି? ତାକୁ ଦୁଃଖ ଜଣାଇବିନି ତ କାହାକୁ କହିବି? ଶୁଣିଲା ବାଲା ସିଏ, ଦୁଃଖ ହରିଲା ବାଲା ବି ସିଏ। ନାଇଁ ଲୋ ବୋଉ, ଜାଣିଛୁ ତ କେତେ ସରଳ ସିଏ। ଚକାଚକା ଆଖିରେ, ନିରୀହ ମୁହଁରେ ସିଏ ଏମିତି ଚାହିଁ ରହିଛି। ଯିଏ ଯାହା ପାରୁଛି କହିଯାଉଛି। କାହାରିକୁ କିଛି କହୁନି। ସବୁକିଛି ମଥାପାତି ସହିଯାଉଛି। ଏତକ କହି କାନ୍ଦିଲା ରମା। ହଉ, ତୋରି କଥା ରହିବ। କଥା ଦଉଛି, କିଛି ବି କହିବିନି। କଥା ହଉ ହଉ ଗାଡ଼ି ପୁରୀ ବସଷ୍ଟାଣ୍ଡରେ ପହଞ୍ଚାରିଥିଲା। ବଡ଼ଦାଣ୍ଡରେ ପହଞ୍ଚି ନୀଳଚକ୍ରକୁ ଦର୍ଶନ କରି ରମା କହିଥିଲା, ଶାନ୍ତେ, ମନ କଥା ବୁଝିଲ ନା? ଏତେ ଦିନ ପରେ ଡୋରିଟିଏ ଲାଗିଲା। କଥାଟିଏ କହିବି ଶାନ୍ତେ, ମୋ ବୋଉ ତୁମକୁ ଯାହା ବି କହିବ ତା କଥା କିଛି ଶୁଣିବନି। ସିଏ ମିଛେଇଟା। ଭକ୍ତମାନଙ୍କ ଗହଳିରେ ଆଗିଲି ପଛିଲି ହୋଇ ଯାଇ ପହଞ୍ଚି ସାରିଥିଲେ ସେ ମହାପ୍ରଭୁଙ୍କ ସାମ୍ନାରେ। ହଁ, ଦେଖିବା କ୍ଷଣି ଆଖିରୁ ଠକ୍ ଠକ୍ ଲୁହ ଝରିଗଲା। ଯିଏ ତାର କହିଛି ତାକୁ ତୁ କିଛି ଦୁଃଖ ଜଣେଇବୁନି। ଯଦି ପାରିବୁ ଚୁପଚାପ କଥା ହେବୁ। କଥା ଆଉ କ'ଣ ହେବ ଯେ? ଏତେ ଅଭାବ, ଯେମିତିକି ଦିଓଳି ଦିମୁଠା ଖାଇବା ପାଇଁ ପର ଉପରେ ଆସରା। ହଁ, କାମ ପାଇଟି ଶିଖିଛି ସତ, କିନ୍ତୁ ମହାଜନେ ସେତକ ଦିଅନ୍ତିନି। ଏମିତି କେତେ କ'ଣ କଥା ମୁଣ୍ଡକୁ ଆସୁଥାଏ ସତ। ହେଲେ ଚକାଚକା ଆଖି ଦେଖିଲା ପରେ ସବୁକିଛି ଭୁଲି ସାରିଥିଲା ମାଟି। କ'ଣ ଆଉ କରିବ? ହାତ ଯୋଡ଼ି ଦେଇ ଚୁପଚାପ ଗୋଟିଏ ସ୍ଥାନରେ କାନ୍ଦୁଥାଏ। ସେତେବେଳକୁ ରମା କିନ୍ତୁ ଟିକେ ଆଗରେ ଥାଏ। ସେ ଦେଖିପାରୁନଥାଏ ବୋଉ ତାର କ'ଣ କରୁଛି। କାହିଁକି ନା ତାର ସେ ଆଖି ଦୁଇଟା ଚକାଚକା ଆଖିରେ ମିଶି ସାରିଥିଲା। ହେଲେ ଏତିକି ବେଳେ ଜଣେ ଗୋସେଇ ଆସି କହିଲେ, ବୁଝିଲୁ ମା, ମନ ଦୁଃଖ କରନି ମ। ଯଦି ସେ ଚାହିଁବ ନା, ନିମିଷକ ଭିତରେ ସବୁକିଛି ଓଲଟ ପାଲଟ କରିଦେବ। କଥାଟା କେଜାଣି ମନକୁ ପାଇଲା। ଲୁହତକ ବୁଝି ଆଗକୁ ବଢ଼ିଲା ମା। ଗାଁ ଲୋକ ସମସ୍ତେ ଗଲେ ଅବଢ଼ା ହାଟକୁ ଅବଢ଼ା ଖାଇବା ପାଇଁ। ମା ଝିଅ କିନ୍ତୁ ସେଦିନ ଯାଇପାରିଲେନି। ଯଦି ଅବଢ଼ା ଖାଇ ଦେଉଛନ୍ତି, ଘରକୁ ଫେରିବା କଷ୍ଟ। କିଏ ଆଉ ଟଙ୍କା ଦେବ? କିଏ ତାଙ୍କ ଦୁଃଖ ବୁଝିବ? ଯାହା ହଉ ଗୋସେଇଙ୍କ ଠାରୁ ତୁଳସୀ ଧଣ୍ଡା ଟିକେ ପାଇ ଘର ବାହୁଡ଼ା ହେଉଥାନ୍ତି। ଫେରିଲା ବେଳେ ମାଟିର ମନକୁ ସେଦିନ ଆସିଲା, ସତରେ କାଳିଆ ବନ୍ଧୁ ମହାନ୍ତି, ଯାହାର ଏମିତିକା ଭକ୍ତି, ଏମିତିକା ଭାବ, ଏମିତିକା ଶ୍ରଦ୍ଧା ଥିଲା, ସିଏ ବି ଦିନେ ଭୋକ ଉପାସରେ ଆସିଥିଲା। ସତରେ କେମିତିକା କରୁଣା କଲୁରେ ତା ହାତକୁ ସୁନାର ଥାଳିରେ ପରସି ଦେଇଥିଲୁ ଖାଇବା। ମୋ ଭାଗ୍ୟ ବୋଧେ ସେତକ ନାହିଁ। କିଛି କଥା ନାହିଁ, ତୋର ସେଇ ଚକା ଆଖିରେ ଟିକେ ଚାହିଁଥିଲେ ହେଲା। ଝିଅ ବି କହୁଥାଏ, ଶାନ୍ତେ, ଆଉ ବି କେବେ ଏମିତି ଟିକେ ଡୋରି ଲଗେଇଦେବ। ଭାବରେ ହଉ କି ଅଭାବରେ ହଉ ତୁମ ପାଖକୁ ନିହାତି ଆସିବି। ତୁମ ପାଖରେ କେବେ ଗୁହାରି କରିବିନି। କେବଳ ଏତିକି ମାଗିବି, ଶାନ୍ତେ, ତୁମେ ମୋ ସାଥିରେ ଥାଅ। ଯାହା ବି ହଉ ମା ଝିଅ ଦୁହେଁ ମହାପ୍ରଭୁଙ୍କ ଦର୍ଶନ ସାରି ହସ ଖୁସିରେ ବଡ଼ଦାଣ୍ଡରେ ହାତ ଧରି ଚାଲିଥାନ୍ତି। ଏଇ ମଝି ବାଟରେ ହେବେ କି କ'ଣ, କଡ଼ରେ ଗୋଟେ ପରିବାର ବସିଥାଏ। ପାଖରେ ଛୋଟ ବଡ଼ କେତେ ଗୁଡ଼ାଏ ଅବଢ଼ା କୁଡ଼ୁଆ ଥୁଆ ହୋଇଥାଏ। କେହି ଜଣେ ହାତ ଠାରି ଡାକୁଥାଏ, ମାଉସୀ, ଇଆଡ଼େ ଟିକେ ଆସିବ। ମାଉସୀ ଚାରିଆଡ଼ିକି ଚାହିଁଲା, କାହାକୁ ଡାକୁଛନ୍ତି? ହଁ, ଜଣାପଡ଼ିଲା ତାଙ୍କୁ ହିଁ ସେ ଡାକୁଛନ୍ତି। ଝିଅଟି ରହିଗଲା ସେଇଠି। ଯା ମା, ତୁ ଆଗ ଶୁଣିଆ। କିନ୍ତୁ ସେ ସେମିତି କିଛି କହିଲେନି। ସେ କହିଲେ, ମା ଝିଅ ଦିହାଁ ଆସ। ପାଖରେ ଯାଇ ପହଞ୍ଚନ୍ତି ତ ବାବୁ ଜଣକ କହିଲେ, ବୁଝିଲୁ ମାଉସୀ, କଥାଟିଏ କହିବି ରଖିବୁ। ମାଉସୀ କିଛି ବୁଝିପାରୁନଥାଏ। ମୋ ଠାରୁ ପୁଣି କି ଆଶା? ସେ କହୁଥାନ୍ତି, ଆମେ ମାତ୍ର 3-4 ଜଣ ଅଛୁ। ଏ ଦେଖୁଛୁ ତ କେତେ ଗୁଡ଼ାଏ ଅବଢ଼ା, ଡାଲମା, ବେସର, କ୍ଷୀରି,
କେତେ କ'ଣ ଜିନିଷ ସବୁତକ ନେଇ ଆସିଛୁ। ଅଯଥା ନଷ୍ଟ ହେବ କାହିଁ? ଆମ ସହିତ ଖାଇଦେ। ଯେତେବେଳେ ଏତକ ଶୁଣିଛି ମାଉସୀର ଆଖିରୁ ଲୁହ ଝରିଗଲା ସେଇଠି। ସତରେ ସେଇ ଗୋସାଇଙ୍କର କଥା ମନେ ପଡ଼ିଲା। ସେ କହିଥିଲେ ନା, ଯଦି ସେ ଚାହିଁବ ନା ନିମିଷକ ଭିତରେ ସବୁ କିଛି ଓଲଟପାଲଟ କରିଦେବ। ତା ଛଡ଼ା ଭକ୍ତ ପୁଣି ବଡ଼ ଦାଣ୍ଡରୁ ଖାଲି ପେଟରେ ଫେରିଯିବ, ବିଲକୁଲ ଭଲ ଲାଗିବନି କାଳିଆକୁ। ଯେଉଁ ପେଟରେ ଯେମିତି ହେଲେ ବି ଖାଇବା ଯୋଗାଡ଼ି ଦେଲା ସେଇଠି। ମା ଝିଅ ପେଟ ଭରି ଖାଇଲେ। ଏପଟେ ଝିଅ ବି କହୁଥାଏ, ଦେଖିଲୁ ତ, ମୁଁ ଭାବୁଛି ସବୁତକ ତୁ ଜଣାଇ ଦେଇଛୁ ବୋଧେ। ତା ନ ହେଇଥିଲେ ଏମିତି ଏମାନଙ୍କ ହାତରେ ସିଏ କ'ଣ ଖାଇବା ଦେଇଥାନ୍ତା କି? ନା ମୁଁ ସେମିତି ମୁଁ କିଛି କହିନି। ମୋ ମାଆଟା ପରା। ଯେତେ ବୁଝେଇଲେ ବି ଝିଅଟା ମନ ବୁଝୁନଥାଏ। ଆଶ୍ଚର୍ଯ୍ୟର କଥା, ଅବଢ଼ା ତକ ଖାଇସାରିଲା ପରେ ବି ଆହୁରି କିଛି ବଳିଲା। ବାବୁ ଜଣକ ଅନୁରୋଧ କଲେ, ମା ଆଉ କିଛି ନେଇଯାଅ ଘରକୁ। ମାଉସୀ ଭାବୁଥାଏ, କାହା ପାଇଁ ନେବି? ମା ଝିଅ ଦୁହେଁ ଆମେ ତ ପେଟ ଭରି ଖାଇଲୁ, ଆଉ ପୁଣି କାହା ପାଇଁ? ନେଇଯାଅ। ଯିଏ ତୁମର ଆପଣାର ଥିବେ ତାକୁ ହିଁ ଦେଇଦେବ। ମାଉସୀ ଆଗ ପଛ କିଛି ଚିନ୍ତା ନ କରି ଯାହା ବି ବଳକା ଅବଢ଼ା ଥିଲା ସବୁତକ ଗଣ୍ଠିଲିଟିଏ କରି ଧରିଲା। ଏଣିକି ମା ଝିଅ ଘର ବାହୁଡ଼ା ହେଲେ। ମାଉସୀ ଭାବୁଥାଏ, ଏତକ ନେଇ ଦେବି କାହାକୁ? ମନେ ପଡ଼ିଲା ସେଇ ସାନ୍ତାଣୀ ମା, ଯିଏ ମୋତେ ଭାରି ଭଲ ପାଆନ୍ତି। ମୋ ଭୋକିଲା ପେଟକୁ ଦାନା ଦିଅନ୍ତି, ତାଙ୍କୁ ହିଁ ନେଇ ଦେଇଦେବି। ହେଲେ ସାନ୍ତେ ଯଦି ସିଏ ମୋତେ ଦେଖନ୍ତି ନା, ପୁଣି ଗାଳି ଦେବେ। ଯାହା ବି ହଉ, ତାଙ୍କ ପାଖରେ ମୋତେ ପହଞ୍ଚିବାର ଅଛି। ଘରେ ପହଞ୍ଚୁ ପହଞ୍ଚୁ ପାଖାପାଖି ସଞ୍ଜ ପଡ଼ିଯାଇଥାଏ। ମାଉସୀର କିନ୍ତୁ ମନ ବୁଝୁନଥାଏ, କେମିତି ଯାଇ ସାନ୍ତାଣୀକୁ ଦେବି। ଯୋଗକୁ ସାନ୍ତେ ସେଦିନ ନଥାନ୍ତି। ସେ ବୋଧେ ଜମିବାଡ଼ି ବିବାଦକୁ ବାହାରକୁ ଚାଲି ଯାଇଥାନ୍ତି। ଏଇ ଆସିବା ବୋଧେ ଡେରି ହେବ। ସାନ୍ତାଣୀଙ୍କ ପାଖରେ ମାଉସୀ ଯାଇ ପହଞ୍ଚିଲା। ସାନ୍ତାଣୀଙ୍କୁ କହୁଥାଏ, ସାନ୍ତାଣୀ ମା ଶ୍ରୀକ୍ଷେତ୍ର ଯାଇଥିଲି। ଯେତେବେଳେ ସାନ୍ତାଣୀ ମା ଏତକ ଶୁଣନ୍ତି, ସଙ୍ଗେ ସଙ୍ଗେ ଯାଇ ମାଉସୀର ପାଦ ଧରି ଆଣି ମୁଣ୍ଡରେ ମାରିଲା। କହିବାକୁ ଗଲେ ସାନ୍ତାଣୀ ମହାପ୍ରଭୁଙ୍କୁ ଭାରି ଭଲ ପାଆନ୍ତି। ସେ ତାଙ୍କ ଜୀବନ। ଦଣ୍ଡେ ନିମିଷେ ଚକା ଆଖିରୁ ନିବୃତ୍ତ ହେଇନାହାନ୍ତି। ଯେତେ ବି କାମ ଥାଉ, ଚାରିଆଡ଼ ବୁଲିବାଲି ଆସି ଠାକୁର ଘର ଖୋଲି ଚକା ଚକା ଆଖିକୁ ନ ଦେଖିଲେ ଦିନଟା ଭଲରେ କଟେନି। ତା ଛଡ଼ା ମାଉସୀ ବି କହୁଛି, ଶ୍ରୀକ୍ଷେତ୍ର ଯାଇଥିଲା। ମହାପ୍ରଭୁଙ୍କ ଚକା ଚକା ଆଖିରେ ଆଖି ବି ମିଶିଥିବ ନା, ଆଉ ସମ୍ଭାଳି ପାରିଲାନି। ମାଉସୀ ବି ହାତ ଯୋଡ଼ି ଦେଇ କହୁଥାଏ, ସାନ୍ତାଣୀ ମା, ତୁମକୁ ଦେବା ପାଇଁ ମୋ ପାଖରେ କିଛି ନାହିଁ। ଏଇ ବାବୁଜଣ ଡାକିଲେ, ଅବଢ଼ା ତକ ଖାଇଲୁ, ଯାହା ବି ବଳିଥିଲା ତମରି ପାଇଁ ନେଇ ଆସିଲି। ମା ସାନ୍ତାଣୀ ହାତରେ ଅବଢ଼ା କୁଡ଼ୁଆ ଦେଖି ଭାରି ଖୁସି ହେଇଗଲେ। ହାତରେ ନେଇ କିଛି ପାଇଲେ ସତ, ଆଉ କିଛି ସାଇତି ରଖିଲେ। ତମ ସାନ୍ତେ ଆସିଲେ ପାଇବେ। ନାଇଁ ମୋ ସାନ୍ତାଣୀ ମା, ଯଦି ସେ ଜାଣିବେ ମୁଁ ଆଣିଦେଇଛି, ଆଉ ତମେ ତ ଜାଣିଛ ନିତି ମୋତେ ଗାଳି ଦିଅନ୍ତି, ଅମଙ୍ଗଳିଟା, ଅଶୁଭଟା, ଜମା ବି ଭଲ ହେବନି। ସବୁତକ ତମେ ଖାଇନିଅ। କିନ୍ତୁ ଏତେବେଳକୁ ନା, ସାନ୍ତେ ଆସି କବାଟ କୋଣରେ ଚୁପଚାପ ସବୁ ଶୁଣୁଥାନ୍ତି, ଆଉ ସବୁ ଦେଖୁଥାନ୍ତି। ସତରେ ଲୋକଟା ଯେ ଏମିତି ପରିବର୍ତ୍ତନ ହେଇଯିବ କେହି କେବେ ବୁଝିପାରିଲେନି। ସେ ମନେ ମନେ କହୁଥାନ୍ତି, ଠାକୁରେ କ୍ଷମା କରିଦିଅ ମୋତେ। ଗରିବଟା, ଦିନ ମଜୁରିଆ, କେତେ ଗାଳି ଦେଇଛି, କେତେ ରାଗିଛି, କେତେ ଅଭିମାନ କରିଛି। ଏଇ ତୁମରି ପାଖକୁ ଯିବ ବୋଲି ଟଙ୍କା କେଇଟା ପାଇଁ ଆସିଥିଲା ଯେ ହତଭାଗା ଫେରେଇ ଦେଲି। ଏପଟେ ମାଉସୀ ସବୁତକ ଅବୁଢ଼ା ଥୋଇଦେଇ ଚୁପଚାପ ଚାଲିଗଲା। ଏପଟେ ସାନ୍ତେ ପହଞ୍ଚିଛନ୍ତି। ହାତରେ ଅବଢ଼ା କୁଡ଼ିଆ ଦେଖି ସାନ୍ତାଣୀ ଯେତେବେଳେ କୁହନ୍ତି, ନାଇଁ ମୁଁ ରମା ବୋଉ ଶ୍ରୀକ୍ଷେତ୍ର ଯାଇଥିଲା। ସାନ୍ତେ କାନ୍ଦି ପକାଇଲେ, ଆଉ କହିଲେ, ଶୁଣିଛି, ସବୁ ବି ଆଖିରେ ଦେଖିଛି। ଆଉ ସେ କଥା କହି ମୋତେ ଆଉ ଲଜ୍ଜିତ କରନି। ମୁଁ ମୋର ଭୁଲ ବି ବୁଝି ସାରିଛି। ମାଉସୀ କେତେ ଭଲ, ପାରିବ ଯଦି ମୋତେ ଟିକେ କ୍ଷମା କରିଦିଅ। ସାନ୍ତେଙ୍କ ମୁହଁରେ ଏସବୁ କଥା ଶୁଣିନା ସାନ୍ତାଣୀ ଭାରି ଖୁସି ହେଇଗଲେ। ସେ ମନେ ମନେ ଭାବୁଥାନ୍ତି, ସବୁ ବୋଧେ ଏଇ କାଳିଆର ଲୀଳା। ତା ନ ହେଇଥିଲେ ଏମିତିଆ ଅମଣିଷଟା ହାତରେ ଅବଢ଼ା କୁଡ଼ୁଆ ଆଉ ଡାଲମାକୁ ଦେଖି
ଏମିତି ପରିବର୍ତ୍ତନ ହେଇଥାନ୍ତା କି? ଆଉ କ'ଣ ଭାବୁଛ? ବାଢ଼ି ଦିଅ, ଭାରି ଭୋକ ହେଲାଣି। ତା ଛଡ଼ା ହାତରେ ଅବଢ଼ା, କିଏ ବା ଭୋକ ସମ୍ଭାଳିବ? ରାତି ପାଇ ସକାଳ ହେଲା। ଲୋକମାନେ ଦେଖି ଆଶ୍ଚର୍ଯ୍ୟ, ଇଏ କ'ଣ? ସାଆନ୍ତେଙ୍କର ବଳଦ ଗାଡ଼ିଟା ରମାବୋଉ ଘର ଆଗରେ ଲାଗିଛି। ବୋଧେ କିଛି ଭୁଲ କରିଛି, ଦଣ୍ଡ ପାଇବ ଆଜି। ସମସ୍ତେ ରୁଣ୍ଡ ହେଲେ। କେତେ କ'ଣ କଥା ଟପୁର ଟାପର ହଉଥାନ୍ତି। ଆଜି 4-5 ଗଲା, ସାଆନ୍ତେଙ୍କର ଆଖି ପଡ଼ିଛି ମାନେ ଦଣ୍ଡ ତ ନିହାତି ମିଳିବ। ରମା ଯାଇ ପୁଅକୁ ଡାକ ପକେଇଲା। ମାଉସୀ ହାତ ଯୋଡ଼ି ଦେଇ ଆସି ଛିଡ଼ା ହଉଥାଏ। ସାଆନ୍ତେ, ତେମେ ଆପଣ ଆମ ଘରକୁ କିଆଁ ଯେ ଡକେଇଥିଲେ ମୁଁ ଯାଇନଥାନ୍ତି? ସାଆନ୍ତେ କାନ୍ଦି ପକେଇଲେ। ମାଉସୀର ପାଦକୁ ଧରିନେଲେ। ମାଉସୀ ଲୋ, ତୁ ମୋତେ କ୍ଷମା କରିଦେ। ତୋ ସହିତ ବହୁତ ଅନ୍ୟାୟ କରିଛି ଏଇ ଗାଁ ଲୋକମାନେ ବି। ଲୋକମାନେ ଆଶ୍ଚର୍ଯ୍ୟ, ଇଏ କ'ଣ ଏମିତି ପରିବର୍ତ୍ତନ? ମାଉସୀ କିଛି ବୁଝିପାରୁନଥାଏ। ଶେଷରେ ସାଆନ୍ତେ ବାହାଘର ନିମନ୍ତ୍ରଣ କାର୍ଡ଼ଟିଏ ବାହାର କଲେ। ହାତରେ ଧରିଦେଇ କହିଲେ, ବୁଝିଲୁ ମାଉସୀ, ପୁଅର ବାହାଘର ଠିକ୍ ହେଇଯାଇଛି। ଭାବିଲି ପ୍ରଥମ ନିମନ୍ତ୍ରଣଟା ତୋତେ ହିଁ ଦେବି, ତାପରେ ଯୋଉ କଥା। ଆଉ ହାତରେ କିଛି ଟଙ୍କା ବଢ଼ାଇଦେଲେ। ତୋ କାମ ବାବଦକୁ ଆଉ କିଛି ମୋ ତରଫରୁ ଉପହାର। ଭାରି ଖୁସି ଲାଗିଲା। ଗାଁ ଲୋକଙ୍କ ଆଗରେ ସାଆନ୍ତେ ଏମିତି ଆଦର କଲେ। ସେଇଠି କିନ୍ତୁ ମନେ ପଡ଼ିଯାଉଥାଏ ସେ ଗୋସାଇଁଙ୍କ କଥା। ସେ କହିଥିଲେ ନା, ମନ ଦୁଃଖ କରନି, ଯଦି ସେ ଚାହିଁବ ନା ସବୁ କିଛି ଓଲଟ ପାଲଟ କରିଦେବ। ହଁ, ଗୋସାଇଁଙ୍କର କଥା ସତ, ମୋ କାଳିଆ ସତ। କାଳିଆ ଉପରେ ଭରସା କରିବା ସତ, ତାକୁ ଭଲ ପାଇବା ସତ, ଆଉ ତା ଉପରେ ବିଶ୍ୱାସ ରଖିବା ବି ନିରାଟ ସତ। ସତରେ ଆଜ୍ଞା, ସେବେଠାରୁ ଆଉ ମାଉସୀ କେବେ ମୂଲ ଲାଗିବାକୁ ଯାଇନି ସେଇ ସାଆନ୍ତେଙ୍କ ଘରକୁ। ତାଙ୍କର ଜଣେ ସଦସ୍ୟ ଭାବରେ ଘରକୁ ଯାଏ। ଲୋକମାନେ ବି ଭାରି ଆଦର କରନ୍ତି। ହଁ ଆଜ୍ଞା, ମୋ ମହାପୁରୁ ହିଁ ସେମିତିକା। ଥରେ ତାକୁ ଭଲ ପାଇ ଦେଖ, ଥରେ ତାକୁ ମନ ଦେଇ ଦେଖ, ତୁମର ଭାଗ୍ୟକୁ ବି ସେ ଓଲଟ ପାଲଟ କରିଦେବ। ନମସ୍କାର। ଛୋଟ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ବି ତ୍ରୁଟି ଥାଏ କ୍ଷମା କରିବାକୁ ଭୁଲିବେନି। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଜୟ ଜଗନ୍ନାଥ।